हेलो दोस्तों ओडिशा गवर्नमेंट एम्प्लॉय न्यूज चैनल को आपण मानक स्वागत तेबे आज गोटे डिस्कशन करबा प्री मैच्योर रिटायरमेंट ऊपर की जोटा कि आपनकर चीफ सेक्रेटरी जो ओडिशा अछंती सीए गोटे नोटिफिकेशन जारी करछन जोटा कि प्री मैच्योर रिटायरमेंट जोटा कि ओडिशा गवर्नमेंट बहुत रेयर केसेस रे की जारी करे जोटा कि मनोज आहुजा द्वारा जो आपण हमर जो चीफ सेक्रेटरी अछन तांको द्वारा जो डाउटफुल इंटरप्रिटी जदि कार अच्छी इनएफिशिएंसी अच्छी पब्लिक सर्विस रे की तेनु ता ପାଇଁ କି स्ट्रिक्ट इंस्ट्रक्शन गोटे जारी ହେଇଛି ତାହେଲେ ସେ इंस्ट्रक्शन रे कोन जारी करा जायछि ଚାଲନ୍ତୁ ଡିଟେଲ ରେ କି ବୁଝିବା ତ ଡିଟେଲ ରେ ଜାଣିବା ପାଇଁ କି ଆପଣ ତାପରୁ ଲାଇକ୍ କରିଦିଅନ୍ତୁ ଏବଂ ସବସ୍କ୍ରାଇବ କରିଦିଅନ୍ତୁ ଠିକ ଅଛି ସବସ୍କ୍ରାଇବ କରିକି ତାପରେ ଫୁଲ ଭିଡିଓ କୁ ଦେଖନ୍ତୁ ଫୁଲ ଆପଣ ଭିଡିଓ କୁ ଯଦି ଫୁଲ ନ ଦେଖିବେ ତାହେଲେ ୟା ଭିତରୁ ବହୁତ ଜିନିଷ ଜାଣି ପାରିବେନି ଆପଣ ଠିକ ଅଛି ତେବେ ଏଇ ଯୋଉ ଇନଷ୍ଟ୍ରକ୍ସନ ଟା ଯୋଉ ଜାରି କରିଛନ୍ତି ସେଟା ଆପଣଙ୍କର ଯୋଉ ଚିଫ ସେକ୍ରେଟାରୀ ଜାରି କରିଛନ୍ତି ସେଟା ଇନଷ୍ଟ୍ରକ୍ସନ ଦେଇଛନ୍ତି କି ଯୋଉ ପ୍ରିମେଚୁର ରିଟାୟରମେଣ୍ଟ ସେଇମାନଙ୍କର ଏବଂ ସେଇ ୱିଡଆଉଟ କରାଯିବ ଅଫିସର୍ସ ମାନଙ୍କୁ କିମ୍ବା ଏମ୍ପ୍ଲୟିଜ ମାନଙ୍କୁ ଯୋଉମାନଙ୍କ ଡାଉଟଫୁଲ ଇଣ୍ଟିଗ୍ରିଟି ଏଣ୍ଡ ଇଫିସିଏନ୍ସି ଅଛି ପବ୍ଲିକ ସର୍ଭିସ ରେ ଓକେ ତ ଏଇଟା ଆପଣଙ୍କ 24/3/2025 ରେ ଲେଟେଷ୍ଟ ଅର୍ଡରଟା ଏଇଟା ଆପଣଙ୍କର ଓକେ ସେଥିରେ କଣ ସେ କହିଛନ୍ତି ବହୁତ ସାରା ଏମିତି ହେଇଛି ଆପଣ ମାନେ ବି ଦେଖୁଥିବେ ଯୋଉଟା କି ଆପଣଙ୍କର ପ୍ରିମେଚ୍योर ରିଟାୟରମେଣ୍ଟ ଦିଆଯିବାର କାରଣ ହଉଛି ବହୁତ ଜଣଙ୍କର ଡାଉଟଫୁଲ ଇଣ୍ଟିଗ୍ରିଟି ରହୁଛି ଭିଜିଲାନ୍ସ କେସେସ୍ ଅଛି କିମ୍ବା ବହୁତ ଛୋଟ ମୋଟ ଭିଜିଲାନ୍ସ କେସେସ୍ ଏବଂ କରପସନ ର କେସେସ୍ ରହିଛି କିମ୍ବା ଯୋଉ ଇନଏଫିସିଏନ୍ସି ଦେଖାଯାଉଛି ପବ୍ଲିକ ସର୍ଭିସ ରେ ଓକେ ଜଣେ ମାନ୍ୟତୁ ଆପଣଙ୍କ ଗହଣରେ ହିଁ ଥିବେ କି ଯେ 4 ଜଣ ଯଦି କାମ କରୁଥିବେ ତାହେଲେ ଆଉ 10 ଜଣ କାମ କରୁନଥିବେ ଆଉ ସେଇ 10 ଜଣଙ୍କର କାମ 4 ଜଣ ହିଁ ପୁରା ତୁଲଉଥିବେ କିନ୍ତୁ ସେମାନେ ପଇସା ସେମ୍ ନଉଥିବେ ତ ଏସବୁ କେସେସ୍ ରେ କି ତ ଇଫିସିଏନ୍ସି ଆଣିବା ପାଇଁ କି ଆଡମିନିଷ୍ଟ୍ରେସନ ରେ କିମ୍ବା ଗୋଟେ 4 ଜଣର କାମ ଯୋଉଟା କି ଗୋଟେ ଦିନରେ ସରିବାର ଥିଲା ସେଇଟା 2 ଦିନ 4 ଦିନ ଲାଗୁଥିଲା ତ ଏଇ ସବୁ ଇଫିସିଏନ୍ସି କମ ପାଇଁ କି ଏଇଟା ଗୋଟେ ଷ୍ଟେପ ନିଆଯାଇଛି ଯୋଉଥିରେ ଗଭର୍ଣମେଣ୍ଟ ନୋଟିସ କରୁଛନ୍ତି କି ଏଇ ଯୋଉ ପ୍ରିନ୍ସିପଲ୍ସ ଟା ଏଇଟା ଅଲରେଡି ଆପଣଙ୍କର ଓଡିଶା ସର୍ଭିସ କୋଡ୍ ରେ କି ଅଲରେଡି ଅଛି ଓକେ କିନ୍ତୁ ସେଟା ବହୁତ ସାରା ଡିପାର୍ଟମେଣ୍ଟ ସେ କଣ କରୁଛନ୍ତି କି ସେଟାକୁ ଟୋଟାଲ ମାନେ ଲାଗୁ କରୁନାହାନ୍ତି ଆଜି ଭଲସେ ଠିକ ଅଛି ତ ଯାହା ପାଇଁ କି କଣ ହଉଛି ନା ଅଫିସର୍ସ ଆଉ ଯୋଉ ଏମ୍ପ୍ଲୟିଜ ଅଛନ୍ତି ସେମାନେ ଅଲରେଡି ଗୋଟେ ଲାଇକ ପ୍ରମୋଟ ହଉଛନ୍ତି ୟା ଫିର ଲାଇକ ସେମାନେ ଗୋଟେ ତାଙ୍କର ଇନଏଫିସିଏନ୍ସି ଦେଖାଯାଉଛି ଯାହା ପାଇଁ କି ଏଟା ଗୋଟେ ବହୁତ ଲାଇକ ଇଟ ଇଜ ଇମେଜ ହ୍ୟାମ୍ପର ହଉଛି ଏ ପାଇଁ କି ସରକାର କ ଉପରେ ଓକେ ସେଥିପାଇଁ କି ଏଥିରେ କି ସେ କଣ କରୁଛନ୍ତି ନା ଏଇ ସବୁ ଇନଏଫିସିଏନ୍ସି ସିଷ୍ଟମ ରୁ କି ହଟେଇବା ପାଇଁ କି ଏବଂ ପବ୍ଲିକ ଇଣ୍ଟରେଷ୍ଟ ରେ କି କାମ କରିବା ପାଇଁ କି ଏବଂ ଇଫିସିଏନ୍ସି ଆଣିବା ପାଇଁ କି ଏସବୁ ଷ୍ଟେପ ନିଆଯାଇଛି ତ ଏଇଟାର ଗୋଟେ ଏନସିଓର ଯୋଉ ରିଭ୍ୟୁ ମିଟିଂ ଗୋଟେ ହେଲ୍ଡ କରାଯାଇଥିଲା ଯୋଉଟା କି ଇନଷ୍ଟ୍ରକ୍ସନ ନମ୍ବର ಸರ್ಕ್ಯುಲರ್ ନମ୍ବର ଏଇଟା 2019 ରେ କି ଯୋଉଟା କି ଆପଣଙ୍କର ଇଫେକ୍ଟିଭ ଫଙ୍କସନିଂ ଗଭର୍ଣମେଣ୍ଟ ଅଫିସର ଇଫେକ୍ଟିଭ ଫଙ୍କସନିଂ ପାଇଁ କି ଆଉ ଯୋଉ ଆପଣଙ୍କ ଡାଉଟଫୁଲ ଇଣ୍ଟିଗ୍ରିଟି ଏଣ୍ଡ ପର୍ସନାଲ ଯୋଉ ପେଟେଣ୍ଟ ଏଫିସିଏନ୍ସି ଅଛି ତ ସେ ସବୁରୁ କି ଦୂର କରିବା ପାଇଁ କି ଅଲରେଡି 2019 ରେ କି ଗୋଟେ ରିଭ୍ୟୁ ମିଟିଂ ହେଇଥିଲା କିନ୍ତୁ ସେଥିରେ କି ବି ଆପଣଙ୍କୁ ବହୁତ ଲେସ୍ ନମ୍ବରସ ଅଫ ଷ୍ଟାଫ୍ସ ଯୋଉଠି କି ଆପଣଙ୍କର ବହୁତ ମେଜର କ୍ରାଇମ୍ସ ରେ କି ୟା ମେଜର ଲାଇକ ଗିଲ୍ଟି ରେ କି ହିଁ ସେମାନେ ୱିଡ୍ ଆଉଟ୍ ହେଇଥିଲେ କିନ୍ତୁ ଏଟାକୁ ଫୁଲି ଲାଗୁ କରିବା ପାଇଁ ସବୁ ଡିପାର୍ଟମେଣ୍ଟ କୁ ହେଡ୍ ଅଫ ଦ ଡିପାର୍ଟମେଣ୍ଟ କୁ ସମସ୍ତଙ୍କୁ କୁହାଯାଇଛି ଏବଂ ରିଭ୍ୟୁ ମିଟିଂ ପଜିଟିଭଲି ହେଲ୍ଡ କରାଯାଇଛି ଯୋଉଟା କି ସିଡ୍ୟୁଲ ଟାଇମ ରେ କି ହେଲ୍ଡ କରିବା ପାଇଁ କୁହାଯାଇଛି ଯେମିତିକା ପ୍ରତି ଥର ଆପଣଙ୍କର କିଛି ନା କିଛି ୱିଡ୍ ଆଉଟ୍ ହେବେ ଅଫିସର୍ସ ୟା ଏମ୍ପ୍ଲୟିଜ ମାନଙ୍କ ବି ଓକେ ଯଦି ଆପଣ ଚାହୁଁଛନ୍ତି କି ଯେ ୟା ଭିତରେ କି ଡିଟେଲରେ ଆହୁରି ଡିଟେଲ କି ଜାଣିବା ପାଇଁ କି କୋଉ କୋଉ ପ୍ରୋସିଜିଅର ରହିବ ୱିଡ୍ ଆଉଟ୍ କରିବା ପାଇଁ କି ୟା ଅଲରେଡି ମାନେ ଲାଇକ ଗଭର୍ଣମେଣ୍ଟ କୋଉ ନୋଟିଫିକେସନ ଉପରେ କି କୋଉ କ୍ରାଇଟେରିଆ ଉପରେ ଦେଖୁଛନ୍ତି ତାହେଲେ ବି ଆପଣ ସେଟା ବି ଆପଣଙ୍କର ଡିପାର୍ଟମେଣ୍ଟ ଟୁ ବି ଆପଣ ନେଇପାରିବେ ସେ ଇନଫର୍ମେସନ ଚାହିଁଥିଲେ ଓକେ ତ ଯଦି ଭିଡିଓ ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ଏଣ୍ଡ ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ କରିବା ପାଇଁ ଜମା ଭୁଲନ୍ତୁନି ତ ଆଉ ଯଦି ଭିଡିଓ ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ଏଣ୍ଡ ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି ଏବଂ ଏ ଭିଡିଓକୁ ଆହୁରି ଅଲଗା ଅଲଗା ଭିଡିଓ ଦେଖିବା ପାଇଁ କି ଏମିତି ଆପଣ ଷ୍ଟେ ଟ୍ୟୁନ୍ଡ ଓକେ